କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ। କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ 4ଟା ସମୟରେ ରାମଧୁନ କାର୍ଯ୍ୟାଳୟଠାରେ ଅଧ୍ୟକ୍ଷାପପି ପୃଷ୍ଟିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ, ସହରରେ ଥିବା ମହାପୁରୁଷ ଓ ମୟୂରଭଞ୍ଜ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପୂର୍ବାହ୍ନ 8ଟା ସମୟରେ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ସଭାପତିତ୍ୱ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାପପି ପୃଷ୍ଟି କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ଭାବେ ପାଞ୍ଚପିଢ଼ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଯୋଗଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିସ୍କୁ, କାଉନସିଲର ଏଏନଏସ୍ ପ୍ରିୟଙ୍କା କଳ୍ପନା ପାତ୍ର, ବିଶ୍ୱଜିତ ଚୌଧୁରୀ, ଅନିତା ଚାତାର, ରିନୁପ୍ରିୟା ରଣସିଂହ, ସ୍ୱର୍ଣ୍ଣଲତା ଦାସ, ରଣଜିତ ଖାଟୁଆ, ସୁଲୋଚନା ପୁଥାଳ, ବିଜୟ କୁମାର ନାୟକ, ବିବେକାନନ୍ଦ ଦାସ, ମନ୍ଦାକିନୀ ପରିଡ଼ା, ନିରାକାର ପାତ୍ର, ଭାବଗ୍ରାହୀ ମହାନ୍ତ ଓ ନମିତା ଘଣ୍ଟିଆଳି ଉପସ୍ଥିତ ଥିଲେ। ସ୍ୱାଗତ ସମ୍ଭାଷଣ ପ୍ରଦାନ ଅବସରରେ ଅଧ୍ୟକ୍ଷାପପି ପୃଷ୍ଟି ବିଜ୍ଞାପିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି, ଏନ୍ଏସିକୁ ମ୍ୟୁନିସିପାଲିଟିରେ ପରିଣତ ଏବଂ ସମସ୍ତ ଜନସାଧାରଣଙ୍କ ସହଯୋଗ ପ୍ରଦାନ ପାଇଁ ଆହ୍ୱାନ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ଭର୍ଚୁଆଲ ମୋଡରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ ହେବା ପରେ ଅତିଥିମାନଙ୍କ ଦ୍ୱାରା 26ଟି ନୂତନ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ, ଉତ୍ତମ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସାଥୀଙ୍କୁ ପୁରସ୍କାର ବଣ୍ଟନ, ଫୁଟବଲ ଟୁର୍ଣ୍ଣାମେଣ୍ଟର ବିଜୟୀ ଦଳଗୁଡ଼ିକୁ ପୁରସ୍କାର ବଣ୍ଟନ ଏବଂ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସୌଭାଗ୍ୟସିକ୍ତ ପଟ୍ଟନାୟକ ପ୍ରାରମ୍ଭରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁନ୍ଦର, ସୁସ୍ଥ, ସବୁଜ ଓ ଉନ୍ନତ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ଗଠନ କରିବାକୁ ଉପଜିଲ୍ଲାପାଳ ଶ୍ରୀମତୀ ପଣ୍ଡା ସମସ୍ତ ସହରବାସୀଙ୍କ ସହଯୋଗ କାମନା କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ। ସମସ୍ତ ଗୁରୁଜନ ଓ ଅତିଥିଗଣ ତଥା ଗଣମାଧ୍ୟମର ପ୍ରତିନିଧି ଏବଂ ବନ୍ଧୁମାନଙ୍କୁ ମୋର ପ୍ରଣାମ। ଆପଣମାନେ ଆମର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରାଇଟୁ ଭାଇଙ୍କୁ ସ୍ୱାଗତ ଜଣାଉଛି। ଆଜିର ସମ୍ମାନିତ ଅତିଥି ପାଞ୍ଚପି ସବ୍ କଲେକ୍ଟର ମ୍ୟାଡାମ डॉक्यूमेंट्स मागिले जहाँ जहाँ होते आम सबकि रेडी करके पठेचु। मोर आशा एवं विश्वास यही सरकार निश्चित भाव यथाशीघ्र यह पूरण करेंगे, कारण बहुत गुड़ा पंचायत एनएससी डिक्लेयर कराई। आमर आशा अच्छी कम से कम आमर करंजिया गोटे सब डिविजन हेडक्वार्टर करंजियार व्यक्ति विशेष प्रत्येक परिवार तार विकास तार स्वच्छता लोक संख्या अनुसार म्युनिसिपाल मान्यता दि जाए। निश्चित भाव में जेहेतु वार्ड पंचायत म्युनिसिपालिटी एवं ब्लॉक एभली अनेक सीमा निर्धारण व्यवस्था अच्छी। आज गोटे स्वायत्त शासन दिन आज आम एनएससी म्युनिसिपालिटी एभली सारा ओडिशार आज डिक्लेरेशन हमार अच्छी। मोर आशा एवं विश्वास आम करंजियार निश्चित भाव में आम करंजिया एनएससी म्युनिसिपालिटी को परिवर्तन हो। मोर आशा कारण जो क्राइटेरिया जो विश्वास गोटे सरकार नीति निर्धारण हुए से अनुसार आम गोटे म्युनिसिपालिटी आज दिन पर सरकार डिक्लेरेशन पर आम करंजियार निश्चित भाव में म्युनिसिपालिटी हम बोली मोर दृढ़ धारणा अच्छे। ता सहित मुझे खाली अनुरोध करने को चाहिए कि आम गोटे आपण मान आशीर्वाद आपण मान सहयोग आम द्वितीय थर
এই করঞ্জিয়া নির্বাচন মଣ୍ଡলীর ଗୋଟେ ଲୋକପ୍ରତିନିଧି